ଯେତେବେଳେ ଗୋଟିଏ ଆତ୍ମା ଜଣେ ଚାହା ବିକାଳି ପାଖରେ ରାତିରେ ଆସି ଶୋଇ ଯାଉଥିଲା। ତାପରେ ଏହି କାହାଣୀଟି ଲକ୍ଷ୍ନୌ ସହରର ଏକ ସତ୍ୟ ଘଟଣା ଉପରେ ଆଧାରିତ। ପ୍ରତିଦିନ ରାତିରେ ଗୋଟିଏ ଆତ୍ମା ଆସି ଜଣେ ଚା ବିକାଳି ସହିତ ଶୋଇ ଯାଉଥିଲା। ତାପରେ ଯାହା ହେଲା ଶୁଣିଲେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ଲକ୍ଷ୍ନୌର ଏକ ସଂକୀର୍ଣ୍ଣ ଗଳି, ଯେଉଁଠାରେ ଦିନରେ ଗହଳି ଲାଗିଥାଏ ଏବଂ ରାତି ରହସ୍ୟରେ ପରିପୂର୍ଣ୍ଣ ହୋଇ ରହିଥାଏ, ସେଠାରେ ଜଣେ ଚାହା ବିକାଳି ରଘୁ ନିଜର ଗୋଟିଏ ଛୋଟ ଚାହା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥାଏ। 2 ବର୍ଷ ଧରି ସେ ଏପରି ଏକ ବିପଦରେ ପଡି କଷ୍ଟ ପାଉଥିଲା ଯେ କଥା ଶୁଣିଲେ ଯେକୌଣସି ବ୍ୟକ୍ତିର ବି ଆତ୍ମା ଥରି ଉଠିବ। ଏହି କାହାଣୀ କେବଳ ଦୁଃଖ, ଯନ୍ତ୍ରଣା ଏବଂ ରହସ୍ୟର ନୁହଁ, ବରଂ ଆସ୍ଥା, ବିଶ୍ୱାସ ଏବଂ ଚମତ୍କାରର ପରାକାଷ୍ଠା ମଧ୍ୟ। ଆସନ୍ତୁ ଜାଣିବା ଏହି ସତ୍ୟ ଏବଂ ହୃଦୟସ୍ପର୍ଶୀ କାହାଣୀ। ରଘୁର ପୁରା ନାମ ରଘୁନାଥ ବର୍ମା। ଲକ୍ଷ୍ନୌର ଏକ ଛକ ଅଞ୍ଚଳର ଛୋଟ ଗଳିରେ ତାର ଏକ ଛୋଟ ଚାହା ଦୋକାନ। ତାର ବୟସ ପ୍ରାୟ 35 ବର୍ଷ ଥିଲା। ରଘୁର ଦିନ ସକାଳ 5ଟାରୁ ଆରମ୍ଭ ହୋଇ ରାତି 10ଟା ପର୍ଯ୍ୟନ୍ତ ଚାଲୁଥିଲା। କିନ୍ତୁ ତାର ସନ୍ଧ୍ୟା ପରେ ରାତିରେ ଲୁଚି ରହିଥିଲା ଏକ ଭୟାନକ ରହସ୍ୟ, ଯାହା ବିଷୟରେ ସେ କାହାକୁ କହିପାରୁନଥିଲେ। ରଘୁ ପ୍ରତିଦିନ ରାତିରେ ବିଛଣାରେ ଶୋଇବା ପରେ ଏକ ଛାଇ ଆସି ତା ପାଖରେ ଶୋଇ ଯାଉଥିଲା। ତାପରେ ତାକୁ ଏପରି ଲାଗୁଥିଲା ଯେପରି କେହି ତା ଶରୀରକୁ ଜାବୁଡି ଧରିଛି। ସେ ହଲଚଲ ବି ହୋଇପାରୁନଥିଲା। ଧୀରେ ଧୀରେ ଏହା ଏକ ନୀତିଦିନିଆ ଘଟଣା ହୋଇଯାଇଥିଲା। ପ୍ରାୟ 2 ବର୍ଷ ପୂର୍ବରୁ ଏହି ଘଟଣାର ମୂଳଦୁଆ ପଡିଥିଲା। ସେଦିନ ରାତିରେ ବିଦ୍ୟୁତ କାଟ ହୋଇଯାଇଥିଲା। ରଘୁ କାମ ସାରି ଶୀଘ୍ର ଶୋଇପଡିଥିଲା। ହଠାତ୍ ରାତି ପ୍ରାୟ 2ଟା ବେଳେ ସେ ଉଠି ପଡିଲା, କାରଣ ତାକୁ ଏମିତି ଲାଗିଲା ଯେପରି ତା ପାଖରେ କେହି ଶୋଇଛି। ତାକୁ ଏକ ଧୀର ନିଶ୍ୱାସ ନେବାର ଶବ୍ଦ ଶୁଭିଲା। କେଶର ସୁଗନ୍ଧ ବାରି ହେଲା ଏବଂ ତାକୁ ଭାରି ଭାରି ଅନୁଭବ ହେଲା ଯେପରି କେହି ଜଣେ ସ୍ତ୍ରୀ ଲୋକ ଆସି ତା ପାଖରେ ଉପସ୍ଥିତି ଅଛି। ସେ ଆଖି ଖୋଲିଲା, କିନ୍ତୁ କେହି ନଥିଲେ। ସେ ଭାବିଲା ବୋଧେ ସେ ସ୍ୱପ୍ନ ଦେଖିଥିବ, କିନ୍ତୁ ଏହା କେବଳ ଆରମ୍ଭ ଥିଲା। ଏହାପରେ ପ୍ରତ୍ୟେକ ରାତିରେ ତାକୁ ସେମିତି ହିଁ ଅନୁଭବ ହେଲା। ସେ କଥା କହି ପାରୁନଥିଲା କି ହଲି ପାରୁନଥିଲା। ତା ଶରୀରଟା ଯେମିତି ଜଡ଼ ପାଲଟି ଯାଇଛି। ସେ ଅନୁଭବ କରୁଥିଲା ଯେପରି କେହି ଜଣେ ସ୍ତ୍ରୀ ଲୋକ ତା ଉପରେ ବସି ଯାଇଛି। ସର୍ବଦା ତା ସ୍ୱପ୍ନରେ ଧଳା ଶାଢୀ ପିନ୍ଧିଥିବା ଜଣେ ସ୍ତ୍ରୀ ଲୋକ ଆସୁଥିଲା, ଯାହାର ଆଖି ଲାଲ ଏବଂ କେଶ ଖୋଲା ଥିଲା। ଧୀରେ ଧୀରେ ସେ ସ୍ତ୍ରୀ ଜଣକ ତା ସ୍ୱପ୍ନରୁ ବାହାରି ଆସି ତା ବାସ୍ତବତାରେ ପରିଣତ ହୋଇଗଲା। ରଘୁର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଲା। ଆଖି ତଳେ କଳା ଦାଗ, ଶରୀରରେ କ୍ଳାନ୍ତି ଏବଂ ତାକୁ ବିଲକୁଲ ଭୋକ ଲାଗୁନଥିଲା। ଏସବୁ ଏକ ନୀତିଦିନିଆ ଘଟଣା ହୋଇଯାଇଥିଲା। ଦୋକାନରେ ତାର ଗ୍ରାହକ ମଧ୍ୟ ହ୍ରାସ ହେବାକୁ ଲାଗିଲେ। ଯେତେବେଳେ କେହି ତାକୁ ପଚାରେ, ରଘୁ ଭାଇ କଣ ହୋଇଛି, ତୁମେ ଅସୁସ୍ଥ ଦେଖାଯାଉଛ, ରଘୁ ସେମାନଙ୍କୁ ଦେଖି ଟିକେ ହସି ଦେଉଥିଲା, କିନ୍ତୁ ମନେ ମନେ ବହୁତ କାନ୍ଦୁଥିଲା। ସେ କାହାକୁ କଣ କହିବ ସେ ବୁଝି ପାରୁନଥିଲା। ସେ କେମିତି କହିବ ଯେ ପ୍ରତିଦିନ ରାତିରେ ତା ସହିତ ଜଣେ ଅଦୃଶ୍ୟ ସ୍ତ୍ରୀ ଲୋକ ଆସି ଶୋଉଛି। ଦିନେ ରାତିରେ ରଘୁ ତା ବିଛଣା ପାଖରେ ନିଜ ମୋବାଇଲର ଭିଡିଓ ରେକର୍ଡିଂ ଚାଲୁ ରଖି ଶୋଇପଡିଲା। ସକାଳେ ଯେତେବେଳେ ସେ ଭିଡିଓଟି ଦେଖିଲା, ତାର ଶରୀରରେ ରକ୍ତ ପ୍ରବାହିତ ହେବା ବନ୍ଦ ହୋଇଗଲା। ସେଥିରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ଯେ ତା ପାଖରେ ଧଳା ଶାଢୀ ପିନ୍ଧିଥିବା ଜଣେ ସ୍ତ୍ରୀ ଲୋକ ଆସି ଶୋଇଛି। ତାର ଶରୀର ଝାପ୍ସା ଦେଖାଯାଉଥିଲା, କିନ୍ତୁ ଲାଲ ଆଖି ଏବଂ ଭୟଙ୍କର ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏବେ ରଘୁ ନିଶ୍ଚିତ ହୋଇଗଲା ଯେ ଏହା ତା ମନର ଭ୍ରମ ନୁହେଁ, ବରଂ ସତରେ ଗୋଟିଏ ଆତ୍ମା ଆସି ତା ଜୀବନକୁ ନଷ୍ଟ କରୁଛି। ତା ପର ରାତିରେ ରଘୁ ଯେତେବେଳେ ଭୟ ଓ ଦୁଃଖରେ କାନ୍ଦି କାନ୍ଦି ଶୋଇବାକୁ ଚେଷ୍ଟା କଲା, ସେତେବେଳେ ତା ସ୍ୱପ୍ନରେ ଜଣେ ସାଧୁ ଦେଖାଦେଲେ ଓ କହିଲେ, ପୁଅ, ତୁମେ ଭୟ କର ନାହିଁ। ତୁମ ଘର ପାଖରେ ପ୍ରଭୁ ହନୁମାନଙ୍କ ମନ୍ଦିର ଅଛି। ତୁମେ ପ୍ରତିଦିନ ସେଠାକୁ ଯାଅ, ହନୁମାନ ଚାଳିଶା ପାଠ କର ଓ ତାଙ୍କର ସିନ୍ଦୁର ନିଜ ମଥାରେ ଲଗାଅ। ମନେ ରଖ, ଯେତେବେଳେ ତୁମକୁ ଭୟ ଲାଗୁଛି, ତୁମେ ହନୁମାନଙ୍କ ନାମ ନିଅ ଏବଂ ତାପରେ ଦେଖ କଣ ହଉଛି। ହଠାତ୍ ରଘୁର ଆଖି ଖୋଲିଗଲା। ସେ ଝାଳରେ ପୁରା ଭିଜି ଯାଇଥିଲା, କିନ୍ତୁ ତା ମନରେ ଏକ ଅଦ୍ଭୁତ ପ୍ରକାରର ଆଶ୍ୱସ୍ତି ଅନୁଭବ କରୁଥିଲା। ପରଦିନ ସକାଳେ ସେ ମନ୍ଦିରକୁ ଗଲା। ହନୁମାନଙ୍କ ପାଦ ତଳେ ପଡି ବହୁତ କାନ୍ଦିଲା ଏବଂ କ୍ଷମା ମାଗିଲା। ତାପରେ ହନୁମାନଙ୍କ ମୂର୍ତ୍ତିରୁ କିଛି ସିନ୍ଦୁର ନେଇ ନିଜ ମଥାରେ ଲଗାଇଲା। ସେଦିନ ରଘୁ ବିଳମ୍ବରେ ଚାହା ଦୋକାନ ଖୋଲିଥିଲା, କିନ୍ତୁ ତା ମନରେ ଏକ ନୂଆ ପ୍ରକାରର ଦୃଢତା ଆସିଯାଇଥିଲା। ଏଥର ସେ ନିଷ୍ପତ୍ତି ନେଲା ଯେ ସେ ଭୟର ସହିତ ନୁହେଁ, ବରଂ ବିଶ୍ୱାସର ସହିତ ବଞ୍ଚିବେ। ସେଦିନ ରାତିରେ ଯେତେବେଳେ ସେ ଶୋଇବାକୁ ଗଲା, ତାକୁ ପୂର୍ବପରି ଅନୁଭବ ହେଲା। ସେ ହାତ ଯୋଡି ନୀରବରେ ହନୁମାନ ଚାଳିଶା ପାଠ କରିବା ଆରମ୍ଭ କଲା। ସଙ୍ଗେ ସଙ୍ଗେ ତାକୁ ଏପରି ଲାଗିଲା ଯେପରି ସେ କୋଠରୀରୁ ଗୋଟିଏ ପବନ ବାହାରକୁ ବାହାରିଗଲା। ହଠାତ୍ ସେ ଅନୁଭବ କଲା ଯେ ତା ଶରୀରକୁ ଜାବୁଡି ରଖିଥିବା ହାତଟି ଧୀରେ ଧୀରେ ହାଲୁକା ହୋଇଯାଉଛି। ଚାଳିଶା ପାଠ ସମାପ୍ତ ହେବା ମାତ୍ରେ ସେ କୋଠରୀରେ ଏକ ଝଟକା ଶୁଭିଲା ଏବଂ ଝରକାଟି ଆପେ ଆପେ ଖୋଲିଗଲା। କିଛି କ୍ଷଣ ପାଇଁ ତାକୁ ଲାଗିଲା ଯେପରି ଗୋଟିଏ କଳା ଛାଇ ଚିତ୍କାର କରି ଘର ବାହାରକୁ ଚାଲିଗଲା। ସକାଳେ ଯେତେବେଳେ ରଘୁ ଉଠିଲା, ସେ ବହୁତ ସୁସ୍ଥ ଅନୁଭବ କରୁଥିଲା। ଲାଗୁଥିଲା ଯେପରି ସେ କେତେ ବର୍ଷ ପରେ ଏକ ପ୍ରକାର ଶାନ୍ତିର ନିଦରେ ଶୋଇଥିଲା। ପ୍ରଥମ ଥର ପାଇଁ ତାକୁ ଲାଗିଲା ଯେପରି ସେ ଏକ ଭୟଙ୍କର ଯୁଦ୍ଧକୁ ଜିତି ଯାଇଥିଲା। ଏବେ ରଘୁର ଦିନ ମନ୍ଦିରକୁ ଯାଇ ସିନ୍ଦୁର ଲଗାଇବା ସହିତ ଆରମ୍ଭ ହେଉଥିଲା ଏବଂ ରାତି ହନୁମାନ ଚାଳିଶା ପାଠ କରି ଶେଷ ହେଉଥିଲା।
ସେ ତା ଦୋକାନରେ ହନୁମାନଙ୍କ ଏକ ଛୋଟ ଫଟୋ ମଧ୍ୟ ରଖିଥିଲା। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଫେରି ଆସିବାକୁ ଲାଗିଲା। ତା ମୁହଁ ଦିନକୁ ଦିନ ଚମକଦାର ହେବାକୁ ଲାଗିଲା ଏବଂ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଲା। ଲୋକମାନେ କହୁଥିଲେ, ରଘୁ ଭାଇ, ଏବେ ତୁମର ଚାହାରେ ପୁଣି ସେହି ପୁରୁଣା ସ୍ୱାଦ ଆସିଯାଇଛି। ଏହା ଶୁଣି ସେ ହସୁଥିଲା, କାରଣ ସେ ଜାଣିଥିଲା ଏବେ ତା ଚାହାରେ କେବଳ ମସଲା ନୁହେଁ ବରଂ ହନୁମାନଙ୍କ ଆଶୀର୍ବାଦ ମଧ୍ୟ ଥିଲା। ଦିନେ ରାତିରେ ସେ ପୁଣି ସେହି ଭୟଙ୍କର ସ୍ୱପ୍ନ ଦେଖିଲା। ଏଥର ସେ ସ୍ତ୍ରୀ ଲୋକ ଜଣକ କାନ୍ଦୁଥିଲା ଏବଂ ଚିତ୍କାର କରୁଥିଲା, ତୁମେ କାହିଁକି ବୁଝିପାରୁନାହ ଯେ ମୁଁ ତୁମକୁ ଛାଡିବାକୁ ଚାହୁଁନାହିଁ, କାରଣ ତୁମେ କେବଳ ମୋର। ଏହାପରେ ଅଚାନକ ରଘୁର ଆଖି ଖୋଲିଗଲା ଓ ସେ ଜୋରରେ ଜୟବୀର ହନୁମାନ ଜପ କଲା। ହଠାତ୍ ସେ କୋଠରୀର କାନ୍ଥ ଗୁଡିକ ଥରିବାକୁ ଲାଗିଲା। କୌଣସି ସ୍ତ୍ରୀ ଲୋକର ଚିତ୍କାର ପ୍ରତିଧ୍ୱନିତ ହେଉଥିଲା ପରି ମନେ ହେଉଥିଲା ଓ କିଛି ମୁହୂର୍ତ୍ତରେ ସବୁକିଛି ଶାନ୍ତ ହୋଇଗଲା। ସକାଳୁ ଉଠି ସେ ଯେବେ ମନ୍ଦିରକୁ ଗଲା, ସେଠାରେ ପୁରୋହିତ ତାକୁ ଦେଖି କହିଲେ, ପୁଅ, ବର୍ତ୍ତମାନ ସେହି ଆତ୍ମା ଅସହାୟ ହୋଇଯାଇଛି, କିନ୍ତୁ ସମସ୍ୟାର ପ୍ରକୃତ ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ। ସେହି ଆତ୍ମାକୁ ବନ୍ଧନ ମୁକ୍ତ କରିବା ପାଇଁ ଶେଷ ପଦକ୍ଷେପ ନେବାକୁ ପଡିବ। ଏହି କଥା ଶୁଣି ରଘୁ ହତବାକ୍ ହୋଇ ଚାହିଁ ରହିଲା। ପୁରୋହିତ ତାକୁ ବୁଝାଇ କହିଲେ ଯେ ଏହି ଆତ୍ମା କୌଣସି ସାଧାରଣ ଆତ୍ମା ନୁହଁ। କିଛି ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା ଏବଂ ତାପରେ ତାକୁ ହତ୍ୟା କରି ତୁମେ ରହୁଥିବା ଅଞ୍ଚଳରେ ଫିଙ୍ଗି ଦିଆଯାଇଥିଲା। ସେ ଆତ୍ମା ତୁମକୁ ବାଛିଥିଲା କାରଣ ତୁମେ ସେହି ସ୍ଥାନର ସବୁଠାରୁ ସରଳ ଏବଂ ଏକାକୀ ବ୍ୟକ୍ତି। ତୁମେ ଯୁବକ ଅଛ, ତେଣୁ ତୁମ ଶରୀରରେ ଉଷ୍ମତା ଭରି ରହିଛି ଓ ସବୁଠାରୁ ବଡ କଥା ହେଲା ତୁମେ ଜଣେ ଦୟାବାନ ମଣିଷ। ପ୍ରଥମ ଥର ପାଇଁ ସେ ସେହି ସ୍ଥାନ ପଛରେ ଥିବା କାହାଣୀକୁ ଶୁଣି ରଘୁ ଆଶ୍ଚର୍ଯ୍ୟ ହୋଇଗଲା। ଏବେ ତା ମନରେ ଭୟ ସହିତ ସେ ଆତ୍ମା ପ୍ରତି କରୁଣା ମଧ୍ୟ ଥିଲା। ପୁରୋହିତ ତାକୁ ସେହି ଆତ୍ମାର ମୁକ୍ତି ପାଇଁ ଗୋଟିଏ ଉପାୟ କହିଲେ। ଏଥିପାଇଁ ତାକୁ ପୂର୍ଣ୍ଣିମା ଦିନ ରାତିରେ ଯେତେବେଳେ ଏହି ଆତ୍ମାମାନଙ୍କ ଶକ୍ତି ସବୁଠାରୁ ତୀବ୍ର ହୋଇଥାଏ, ସେତେବେଳେ ହନୁମାନଙ୍କ ନାମରେ ଏକ ହୋମ କରି ସେହି ଆତ୍ମାର ମୁକ୍ତି ପାଇଁ ପ୍ରାର୍ଥନା କରିବାକୁ ହେବ। ରଘୁ ତାର ଆଖପାଖ ପଡୋଶୀଙ୍କ ସହଯୋଗରେ ହୋମ ପାଇଁ ସମସ୍ତ ପ୍ରସ୍ତୁତି କଲା। ସାରା ରାତି ହୋମ ଅଗ୍ନିର ଧୂଆଁ, ମନ୍ତ୍ରର ଉଚ୍ଚାରଣ ଏବଂ ହନୁମାନ ଚାଳିଶା ପାଠରେ ସେହି ସ୍ଥାନର ପରିବେଶ ସମ୍ପୂର୍ଣ୍ଣ ପବିତ୍ର ହୋଇଗଲା। ହଠାତ୍ ମଧ୍ୟରାତ୍ରିରେ ପବନ ବହୁତ ଦ୍ରୁତ ଗତିରେ ବହିବାକୁ ଲାଗିଲା। ସେହି ହୋମର ଅଗ୍ନିରୁ ଧଳା ଶାଢୀ ପିନ୍ଧି ଜଣେ ସ୍ତ୍ରୀ ଲୋକର ଆତ୍ମା ରଘୁର ଆଖି ସାମ୍ନାରେ ଉଭା ହେଲା। କିନ୍ତୁ ଏଥର ସେ ବହୁତ ଶାନ୍ତ ଥିଲା। ଲାଲ ହେବା ବଦଳରେ ତା ଆଖି ଲୁହରେ ଭରି ରହିଥିଲା। ଲାଗୁଥିଲା ଯେପରି ସେ ହାତ ଠାରି ରଘୁକୁ ଆଶୀର୍ବାଦ ଦେଲା ଓ କିଛି କ୍ଷଣ ମଧ୍ୟରେ ସେ ଅଗ୍ନି ଭିତରେ ଲୀନ ହୋଇଗଲା। ସେହି ରାତି ପରଠାରୁ ରଘୁର ଜୀବନ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇଗଲା। ତାପରେ ଆଉ କେବେ ସେହି ଆତ୍ମା ତାକୁ ଦେଖା ଦେଇ ନଥିଲା। କୌଣସି ସ୍ୱପ୍ନ ନଥିଲା କି କୌଣସି ଭୟ ନଥିଲା। ଏବେ ପ୍ରତି ମଙ୍ଗଳବାର ଏବଂ ଶନିବାର ମନ୍ଦିରକୁ ଯାଉଥିଲା। ସେ ପ୍ରତିଦିନ ଗରିବ ପିଲାମାନଙ୍କୁ ଖାଇବାକୁ ଦେଉଥିଲା। ହନୁମାନଙ୍କ ମନ୍ଦିରକୁ ଆସୁଥିବା ସବୁ ଭକ୍ତମାନଙ୍କ ସେବା କରୁଥିଲା। ତା ଦୋକାନକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ହନୁମାନଙ୍କ ପ୍ରସାଦ ଦେଉଥିଲା ଓ ବଜରଙ୍ଗବଳୀଙ୍କ କୃପା ବିଷୟରେ କହୁଥିଲା। ଲୋକମାନେ ତା କାହାଣୀ ଜାଣି ଆଶ୍ଚର୍ଯ୍ୟ ହେଉଥିଲେ, କିନ୍ତୁ ରଘୁ କେବଳ ମୁର୍କି ହସୁଥିଲା। ତାର କାହାଣୀ ଲକ୍ଷ୍ନୌର ଅନେକ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଜଣେ ସ୍ଥାନୀୟ ସାମ୍ବାଦିକ ତା ଉପରେ ଏକ ଡକ୍ୟୁମେଣ୍ଟାରୀ ତିଆରି କରିଥିଲେ। ଚା ବିକ୍ରେତାଙ୍କ ଉପରେ ଏକ ଆତ୍ମାର ଛାଇ, ଯାହା ସୋସିଆଲ ମିଡିଆରେ ପୁରା ଭାଇରାଲ ହୋଇଥିଲା। ଲୋକମାନେ ତାକୁ ଚା ବାଲା ବାବା ବୋଲି କହିବା ଆରମ୍ଭ କରିଥିଲେ। କିନ୍ତୁ ରଘୁ କେବେ ନିଜକୁ କୌଣସି ଚମତ୍କାରୀ ବ୍ୟକ୍ତି ବୋଲି ଭାବୁନଥିଲା। ସେ ସବୁବେଳେ କହୁଥିଲା ଯେ ଯଦି ମନରେ ଭୟ ଥାଏ ତେବେ ଆତ୍ମା ଆମଠୁ ଜିତିଯାଏ, କିନ୍ତୁ ଯଦି ମନରେ ବିଶ୍ୱାସ ଥାଏ ତେବେ ଈଶ୍ୱର ଆମ ସହିତ ରୁହନ୍ତି। ତେଣୁ ଆମକୁ କେହି ହରାଇ ପାରିବ ନାହିଁ। ଏହି କାହାଣୀ କେବଳ ଜଣେ ଆତ୍ମା ଏବଂ ରଘୁର କାହାଣୀ ନୁହଁ। ଏହା ପ୍ରତ୍ୟେକ ବ୍ୟକ୍ତିର କାହାଣୀ, ଯିଏ ଏକାକୀ ଭୟ ସହିତ ଲଢୁଛି କିନ୍ତୁ ବିଶ୍ୱାସ କରିବାକୁ ଭୁଲି ଯାଉଛି। ହନୁମାନଙ୍କ ଭକ୍ତି କେବଳ ରଘୁକୁ ରକ୍ଷା କରିନଥିଲା, ବରଂ ତାକୁ ଜୀବନର ଏକ ନୂତନ ଦିଗ୍ଦର୍ଶନ କରାଇଥିଲା। ଏଣୁ ହୁଏତ ଆଜି ମଧ୍ୟ ଯେତେବେଳେ ଆପଣ ଲକ୍ଷ୍ନୌ ରାସ୍ତାରେ ଚା ପିଇବାକୁ ଯିବେ, ସେତେବେଳେ ରଘୁ ଦୋକାନରୁ ଆସୁଥିବା ଚା ସୁଗନ୍ଧରେ ଆପଣଙ୍କୁ ଏକ ଦିବ୍ୟ ଅନୁଭବ ମିଳିବ, କାରଣ ଭୟର ପ୍ରତ୍ୟେକ ରାତି ପରେ ବିଶ୍ୱାସର ସକାଳ ନିଶ୍ଚିତ ଭାବରେ ଆସେ। ଯଦି ଆପଣଙ୍କ ଜୀବନରେ ବି କୌଣସି ଆତ୍ମା ବା ଛାଇ ଆସେ, ଆପଣଙ୍କୁ ଭୟଭୀତ ଏବଂ ଅସ୍ଥିର କରେ, ତେବେ ରଘୁ ପରି ଆପଣ ବି ଶ୍ରୀ ରାମଙ୍କୁ ସ୍ମରଣ କରିବା ଓ ଶ୍ରୀ ହନୁମାନଙ୍କ ଭକ୍ତିର ଶରଣ ନେବା ଉଚିତ। ଦର୍ଶକ ବନ୍ଧୁ, ଆପଣ ସମସ୍ତେ ଭିଡିଓଟିକୁ ଦେଖିବା ପରେ ଭିଡିଓଟିକୁ ଗୋଟିଏ ଲାଇକ୍ ଓ କମେଣ୍ଟ କରିବାକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଉଛନ୍ତି। ଆପଣ ସମସ୍ତଙ୍କୁ ହୃଦୟରୁ ଅନୁରୋଧ କରୁଛି, ଦୟାକରି ଆପଣ ମୋର ଭିଡିଓଟିକୁ ଲାଇକ୍ ଓ କମେଣ୍ଟ ନିଶ୍ଚିନ୍ତ ଭାବରେ କରନ୍ତୁ। ଆପଣଙ୍କର ଗୋଟିଏ ଲାଇକ୍ ଓ କମେଣ୍ଟ, ଆପଣଙ୍କର ସପୋର୍ଟ ମତେ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ। କମେଣ୍ଟ ବକ୍ସରେ ଜୟ ବୀର ହନୁମାନ ନିଶ୍ଚୟ ଲେଖନ୍ତୁ। ଜୟ ବୀର ହନୁମାନ।